ବୁଝିଦେଲା ଇଏ ସାଧାରଣ ବ୍ରାହ୍ମଣ ନୁହଁ, ଇଏ ବାମନ ନୁହଁ, ଇଏ ହଉଛନ୍ତି ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡର ନାୟକ, ଇଏ ଭକ୍ତ କୈବର୍ତ୍ତ। ସେ ସିଧା ଡଙ୍ଗାରୁ ଡେଇଁ ପଡିକିରି ଏ ବାମନ ଭଗବାନଙ୍କୁ କାନ୍ଧେଇକି ନେଇ ଆସିକିରି ଏ ବ୍ରାହ୍ମଣକୁ ନ ପଚାରିକିରି ଏ ଗାମୁଛାଟେ ଝାଡ଼ି ଦେଇକି ଯାହା ପ୍ରଭୁ ଏଇଠି ବସ। ଏମାନେ ବିଚାର କରୁଛନ୍ତି ପଇସା ନେଇ ଇଏ ଯିବ କେମିତି, ଇଏ ଘାଟିଆ କୈବର୍ତ୍ତ କଣ ଆଣିକିରି ସିଧା ବସେଇ ଦେଲାଣି। এইটা ব্রাহ্মণ ମାନଙ୍କୁ ଆଜ୍ଞା ଭଲ ଲାଗିଲାନି, କାରଣ ନିତିଦିନ ବ୍ରାହ୍ମଣ ଏଇ ବାଟେ ଯାଉଛନ୍ତି ଆସୁଛନ୍ତି, ବର୍ଷିକିଆ ବର୍ତ୍ତନ ବି ଦଉଛନ୍ତି। ହେଲେ ଏ କୈବର୍ତ୍ତ ତୁ କଣ କରୁଛୁ ବୁଝିପାରୁଛୁ? ଆମେ ଏଇଠି କେତେ ବୟସ୍କ ବ୍ରାହ୍ମଣ ସବୁ ଛିଡା ହେଇଛୁ, ଆମେ ନିତିଦିନ ତ ଡଙ୍ଗାରେ ଯାଉଛୁ, ତୁ ଆମ ଆଡେ ଅନେଇବାର ନାହିଁ କଣ? ତାକୁ ନେଇକିରି କାନ୍ଧରେ ବୋଇକି ସେଠି ବସେଇ ସାଇଲୁଣି। ବ୍ରାହ୍ମଣ ମାନେ ଗାଳି ଦେବାକୁ ଆରମ୍ଭ କଲେ। କଣ କହିଲେ? ব্রাহ্মণ বইলে আরে রে কৈবর্ত, ব্রাহ্মণ বইলে আরে রে কৈবর্ত, এটি করু তুরনীতি। ব্রাহ্মণ বইলে আরে রে কৈবর্ত, এটি করু তুরনীতি। ঘাটে ঘাট যোগী ধর্ম ডঙ্গায়, এটি পক্ষপাত রীতি। বলে জাতি ভাইটা, বলে জাতি ভাইটা, আজ্ঞা ক্ষমা করিবে।